ନାଇଁ ଦେଖନ୍ତୁ ଦଳର ସୁପ୍ରିମୋ ପାଖରେ ଯାହା ତଥ୍ୟ ଆସିଛି ଏବଂ ତାକୁ ଆଧାର କରି ସେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତେଣୁ ୟାର ଉପରେ ମୁଁ ବିଶେଷ ଇଏ ତଥ୍ୟ କିମ୍ବା ମୋର ଇଏ କହିବା ଠିକ୍ ହେବ ନାହିଁ। ସାର୍ 18 ମାସ ଭିତରେ ଗୋଟେ ବିଧାୟକ କେମିତି ଦଳ ପାଇଁ ଏତେ ସବୁ କଲା, ନବୀନ ବାବୁ ଏତେ ଲେଟ୍ରେ ଜାଣିଲେ? ନାଇଁ ଦେଖନ୍ତୁ ଆଜ୍ଞା, ଲେଟ୍ରେ କି ଜାଣୁଛି କି ଆଗରୁ ଜାଣୁଛି ସେଇଟା ସବୁ ଜିନିଷଟାକୁ ତର୍ଜମା କରି କରାଯାଉଛି। ସେ ସବୁ ଏଙ୍ଗେଲକୁ ନେଇକିରି ତର୍ଜମା କରୁଥିବେ। ସମସ୍ତଙ୍କର ଜିଲ୍ଲାର ଯେଉଁମାନେ ବରିଷ୍ଠ କର୍ମକର୍ତ୍ତା ଅଛନ୍ତି ସେମାନଙ୍କ ତାରୁ ବି ସେ କ'ଣ ଇନଫର୍ମେସନ୍ ନେଇଛନ୍ତି। ତେଣୁ ସବୁକୁ ଆଧାର କରିକି ସେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନବୀନ ନାୟକ କହିଛନ୍ତି ପାଟକୁରା ପାଇଁ ନୂଆ ନେତୃତ୍ୱ ପଠେଇବେ। ସୁଜାତା କାର୍ତ୍ତିକେୟନ ନିହାତି କେନ୍ଦ୍ରାପଡ଼ାର ନିହାତି ତାଙ୍କୁ ସେଠି ଦାୟିତ୍ୱ ଦେଲେ ଭଲ ହେବ। ନାଇଁ ନାଇଁ ସେଇଟା ମୁଁ ଏବେଠୁ କହିବା ଠିକ୍ ହେବ ନାହିଁ, କିନ୍ତୁ ସେ କହିଛନ୍ତି ଭଲ ନେତା ଦେବେ। ବୁଝିପାରିଲେ, ମାନେ ଆମକୁ ଗୋଟେ ଜିଲ୍ଲା ସଂଗଠନ ନିର୍ବାଚନ ମଣ୍ଡଳୀକୁ ସଂଗଠନ କରିବା ପାଇଁ ଆମର ନିହାତି ଭାବରେ ଗୋଟେ ନେତାର ଆବଶ୍ୟକତା ଅଛି। ସେ ଦୃଷ୍ଟିକୋଣରୁ ସେ କହିଛନ୍ତି। ତେଣୁ ଯାହାକୁ ମାନେ ସେ ଦାୟିତ୍ୱ ଦେବେ ସେ ନିହାତି ଭାବରେ ଭଲ କାମ କରିବେ। ତେଣୁ ସେ ତାଙ୍କ ଦୃଷ୍ଟିକୋଣରେ କିଏ ଭଲ ତାକୁ ସେ ଆଖି ଆଗରେ ରଖିକି ତାଙ୍କର ସେଠି ତାଙ୍କର ଦାୟିତ୍ୱ ଦେବେ ଏବଂ ସଂଗଠନ ସମ୍ଭାଳିବେ। ଏବଂ ଆଗାମୀ 2029 ନିର୍ବାଚନରେ ଦଳୀୟ ମାନେ MLA ଟିକେଟ୍ ପାଇଁ ମଧ୍ୟ ତାଙ୍କୁ ପ୍ରୋଜେକ୍ଟ କରାଯିବ। ବିଧାୟକ ଅରବିନ୍ଦ ମହାପାତ୍ର ଅଛନ୍ତି, ତାଙ୍କୁ କାଉଣ୍ଟର କଲା ଭଳିଆ ନେତା ନ ଆସିବେ ନାଇଁ ଦେଖନ୍ତୁ ସେଇଟା ଦେଖନ୍ତୁ ଆପଣ ମାନେ କହୁଛନ୍ତି ଯେ ଗୋଟେ ମାନେ ବିଧାୟକ ହିଁ ଦେଲେ ସେଠି ମାନେ ଦଳ ସଂଗଠିତ ରହିବ, ସେଇଟା ନୁହଁ। ଆପଣମାନେ ଅନ୍ୟ ଜାଗାରେ ବି ବିଧାୟକ ଥାଇକରି ମଧ୍ୟ ଆଉ ଥରେ ଅନ୍ୟମାନେ ବି ନିର୍ବାଚିତ କରି ଆସୁଛନ୍ତି। ତେଣୁ ଆମେ ଯେ ଗୋଟେ ବିଧାୟକ କିମ୍ବା ଗୋଟେ କ୍ଷମତାରେ ଥିବା ବିଧାୟକ ହିଁ ସର୍ବସ୍ୱ ଆଉ ଅନ୍ୟମାନେ ସେଠି କିଛି କାମ କରିପାରିବେ ସେଇଟା ଭାବିବା ଉଚିତ ହେବ ନାହିଁ। ନାଇଁ ନାଇଁ ଦେଖନ୍ତୁ ସେ ସମୟ କହିବ ଆଜ୍ଞା, ମୁଁ ତା ଉପରେ ଏବେ ବର୍ତ୍ତମାନ ଷ୍ଟେଟମେଣ୍ଟ ଦେଇପାରିବି।